ମନରେ ହଜାରେ ଦୁଃଖ ଥାଉ ପଛେ କିନ୍ତୁ ମୁହଁ ସବୁବେଳେ ହସୁଥାଉ। କାହିଁକି ନା ଆଜିର ଦୁନିଆ କେବଳ ମୁହଁ ଦେଖେ, ମନ ନୁହେଁ। ଅହଙ୍କାର ବି ଜରୁରୀ ହୋଇଥାଏ, ଯେଉଁଠି ନିଜ ଅଧିକାର, ଚରିତ୍ର ଆଉ ସମ୍ମାନର କଥା ଉଠିଥାଏ। ଖାଲି ଭୁଲ କଲେ ଯେ ଦୁଃଖ ମିଳିଥାଏ ତାହା ନୁହେଁ। ଭଲଠାରୁ ଆହୁରି ଅଧିକ ଭଲ ହୋଇଗଲେ ବି ଏ ଦୁନିଆରେ ବଞ୍ଚିବା ମୁସ୍କିଲ ହୋଇଯାଏ। ଏହା ସର୍ବଦା ମନେ ରଖନ୍ତୁ ଯେ ଅନ୍ୟକୁ ଖରାପ କହିବା ପୂର୍ବରୁ ପ୍ରଥମେ ନିଜକୁ ଭଲ ବୋଲି ସାବ୍ୟସ୍ତ କରନ୍ତୁ। ଯିଏ ରାଗରେ ଭୁଲ କରନ୍ତି ସିଏ ବଦଳି ଯାଆନ୍ତି, ହେଲେ ଯିଏ ଆତ୍ମଗର୍ବରେ ଭୁଲ କରନ୍ତି ସିଏ କେବେ ବି ବଦଳନ୍ତି ନାହିଁ। ଆଉ ଏହି ଆତ୍ମଗର୍ବୀ ଲୋକଙ୍କ ସହିତ କେବେ ବି ସମ୍ପର୍କ ରଖନ୍ତୁ ନାହିଁ। ଜୀବନରେ କିଛି ହୁଅ କି ନ ହୁଅ, କିନ୍ତୁ ବୃଥ କାଳେ ବାପା ମାଙ୍କର ସାହାରା ନିଶ୍ଚିନ୍ତ ହୁଅ। ପରିସ୍ଥିତି ସହିତ ଲଢ଼େଇ କରି ହୁଏ, କିନ୍ତୁ ଭାଗ୍ୟ ସହିତ ନୁହେଁ। ଭାଗ୍ୟ ବଡ଼ ଅଜବ ଜିନିଷ, କାହାକୁ ଦିଏ ତ ପୁଣି କାହାଠାରୁ ଛଡ଼େଇ ନିଏ। ସବୁଥିରେ ବେଶୀ ରାଗ ବା ଜିଦ୍ ଭଲ ନୁହେଁ, କାରଣ ଏହି ରାଗ ବା ଜିଦ୍ ଜୀବନରେ ନିଜର ଲୋକମାନଙ୍କ ଠାରୁ ଅଲଗା କରିଦେଇଥାଏ। ଅନ୍ୟର ବିପଦ ସମୟରେ ହସିବା ଅର୍ଥ ନିଜର ବୋକାମି ପ୍ରଦର୍ଶନ କରିବା। ଗୋଟିଏ କଥା ମନେ ରଖନ୍ତୁ, ଅନ୍ୟକୁ ଯନ୍ତ୍ରଣା ଦେଇ ଆମେ କଦାପି ସୁଖର ଅନୁଭବ କରିପାରିବା ନାହିଁ। କେବଳ ଭଲ ପାଉଛି କହିଦେଲେ ଭଲ ପାଇବା ହୁଏ ନାହିଁ। ଜୀବନ ସାରା ହସ, କାନ୍ଦ, ଦୁଃଖ, ସୁଖ ଏସବୁ ଭାଗ କରି ନେବା ହେଉଛି ପ୍ରକୃତ ଭଲ ପାଇବା। ଯେତେ ପର୍ଯ୍ୟନ୍ତ ଆପଣ ହାର ମାନିବେ ନାହିଁ, ସେତେ ପର୍ଯ୍ୟନ୍ତ ଆପଣଙ୍କୁ କେହି ହରେଇ ପାରିବେ ନାହିଁ। ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ, ଆଉ ଛୋଟ ଛୋଟ ପ୍ରତ୍ୟାଶା ହିଁ ମଣିଷକୁ ଦୁଃଖରେ କନ୍ଦେଇ ଦେଇଥାଏ। ତୁମକୁ କିଏ କ'ଣ କହୁଛି ଏହା ଶୁଣି କେବେ ବି ମନ ଦୁଃଖ କର ନାହିଁ କିମ୍ବା ବିଚଳିତ ହୁଅ ନାହିଁ, କାରଣ ହୀରାକୁ କିଏ କାଚ କହିଦେଲେ ହୀରା କେବେ କାଚ ହୋଇଯାଏ ନାହିଁ। ତୁମେ ନିଜେ କ'ଣ, ତୁମଠୁ ତାହା ଆଉ ବେଶୀ କେହି ଜାଣନ୍ତି ନାହିଁ। ଦୁନିଆରେ ସବୁଠାରୁ ସୁନ୍ଦର ଗଛ ହେଉଛି ବିଶ୍ୱାସ, ଯାହା ମାଟିରେ ନୁହେଁ ମଣିଷର ହୃଦୟରେ ଲଗାଯାଇଥାଏ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ମଣିଷକୁ 40 ବର୍ଷ ହୋଇଗଲେ ବଳଦ ପରି ଖଟେ। କେମିତି ଝିଅର ବିବାହ ଆଉ ପୁଅର ଚାକିରି ହେବ। 60 ବର୍ଷ ହୋଇଗଲେ କୁକୁର ଭଳି ଘର ଜଗେ। ଘର ଦ୍ୱାର ଜମି ବାଡ଼ି ସବୁ କରି ମଧ୍ୟ ପୁଅ ବୋହୂର ଆୟତ୍ତରେ ରୁହେ। 80 ବର୍ଷ ହୋଇଗଲେ ପେଚା ଭଳିଆ ଗୋଟିଏ ଜାଗାରେ ବସେ। ପେଚା ଗୋଟିଏ ପକ୍ଷୀ, କିନ୍ତୁ ତାହାର ପକ୍ଷୀମାନେ ତାକୁ ହିଁ ଗୋଡ଼େଇ ଗୋଡ଼େଇ ମାରନ୍ତି। ଠିକ୍ ସେହିଭଳି ମଣିଷ ପୁଅ ଝିଅ ନାତି ନାତୁଣୀ ସବୁ କମେଇଥାଏ, କିନ୍ତୁ ଶେଷ ସମୟରେ କେହି ଜଣେ ବି କହିନଥାଏ, ହେ ଭଗବାନ, ମୋ ବାପା କି ମୋ ବୋଉକୁ ଆଉ 5 ବର୍ଷ ଆୟୁଷ ଦିଅ। ସମସ୍ତେ କୁହନ୍ତି, ହେ ଭଗବାନ, ବୁଢ଼ାବୁଢ଼ୀକୁ ଚଞ୍ଚଳ ନେଇଯାଅ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।